নমস্কার, জয় জগন্নাথ। ମୁଁ ସ୍ମିତା। ଭାବ ବିନୋଦିଆ କାଳିଆ ଠାକୁରଙ୍କ ଉପରେ ଆଧାରିତ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନଟିଆ ନାଗର କଟିଆ ଠାକୁରର ଆଉ ଏକ ସୁନ୍ଦର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ରାଜାଧିରାଜ ପରମ ବ୍ରହ୍ମ ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାଙ୍କର ମନ୍ଦିର ଶ୍ରୀମନ୍ଦିର। ତେବେ ଇତିହାସରୁ ଜଣାପଡେ ଅତୀତରେ ଅନେକ ବାର ଶ୍ରୀମନ୍ଦିର ଉପରେ ବିଧର୍ମୀ ମାନେ ଆକ୍ରମଣ କରିଛନ୍ତି। ବାରମ୍ବାର ଆକ୍ରମଣର ଶିକାର ହୋଇଛି ଶ୍ରୀମନ୍ଦିର, ଯେଉଁଥିପାଇଁ ଚତୁର୍ଦ୍ଧା ମୂରତିଙ୍କୁ ପାତାଳି ହେବାକୁ ପଡିଛି ଏବଂ ବର୍ଷ ବର୍ଷ ଧରି ଖାଲି ପଡିଛି ରତ୍ନ ସିଂହାସନ, ବନ୍ଦ ରହିଛି ରଥଯାତ୍ରା, ବନ୍ଦ ରହିଛି ନୀତିକାନ୍ତି। କିନ୍ତୁ କାହିଁକି ଶ୍ରୀମନ୍ଦିର ଉପରେ ବିଧର୍ମୀ ମାନେ ବାରମ୍ବାର ଆକ୍ରମଣ କରୁଥିଲେ? କଣ ରହିଥିଲା କାରଣ ଏବଂ କେତେଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ହୋଇଛି? ଚାଲନ୍ତୁ ଜାଣିବା ଆଜିର ଅଧ୍ୟାୟରେ। ଆଶା କରୁଛି ଆଜିର ଅଧ୍ୟାୟଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟରେ ନୂଆ କାହାଣୀ ସହିତ। ସେଥି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ସନାତନ ଧର୍ମର ଚାରି ଆଦିପୀଠ ମଧ୍ୟରୁ ଅନ୍ୟତମ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଶ୍ରୀକ୍ଷେତ୍ର ପୁରୀ ପୁରା ବିଶ୍ୱକୁ ସନାତନ ସଂସ୍କୃତି ଏବଂ ଉତ୍କଳୀୟ ଭାସ୍କର୍ଯ୍ୟ କଳାର ପରିଚୟ ଦେଉଥିବା ଏହି ମନ୍ଦିର ଭଗବାନ ଶ୍ରୀ ବିଷ୍ଣୁଙ୍କର ଏକ ଅଂଶ ଭାବେ ଭଗବାନ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସମର୍ପିତ। କିନ୍ତୁ ଏହି ଭବ୍ୟ ମନ୍ଦିର ବିଦେଶୀ ଶାସକଙ୍କ ଆକ୍ରମଣ ଏବଂ ଲୁଣ୍ଠନରୁ ବାଦ୍ ପଡ଼ିନଥିଲା। ଶ୍ରୀମନ୍ଦିର ନିର୍ମାଣ ହେବା ପରଠାରୁ 18 ଥର ଅଣ ହିନ୍ଦୁ ଶାସକଙ୍କ ଆକ୍ରମଣର ଶିକାର ହୋଇଛି, ଯେଉଁଥିପାଇଁ ଶହ ଶହ ବର୍ଷ ଧରି ଖାଲି ପଡ଼ିଛି ରତ୍ନ ସିଂହାସନ, ପାତାଳି ହୋଇଛନ୍ତି ଦାରୁ ବିଗ୍ରହ, ବନ୍ଦ ପଡ଼ିଥିଲା ରଥଯାତ୍ରା, ବନ୍ଦ ପଡ଼ିଛି ନୀତିକାନ୍ତି। ତେବେ କେଉଁ କେଉଁ ବର୍ଷରେ ଏହି ଆକ୍ରମଣ ହୋଇଛି ଏବଂ କିଏ ଆକ୍ରମଣ କରିଛି? ଚାଲନ୍ତୁ ଜାଣିବା। ଜଗନ୍ନାଥ ମନ୍ଦିରକୁ ନଷ୍ଟ କରିବା ପାଇଁ ପ୍ରଥମ ଆକ୍ରମଣ 1340ରେ ବଙ୍ଗଳାର ସୁଲତାନ ଇଲିୟାସ ଶାହା କରିଥିଲେ। ସେହି ସମୟରେ ଓଡ଼ିଶାର ନାଁ ଥିଲା ଉତ୍କଳ। ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ସୁଲତାନ ଇଲିୟାସ ଶାହାଙ୍କ ସହିତ ଯୁଦ୍ଧ କରିଥିଲେ ଉତ୍କଳର ନରେଶ ତୃତୀୟ ନରସିଂହ ଦେବ। ମନ୍ଦିର ପରିସରରେ ରକ୍ତର ନଦୀ ବୋହାଇଥିଲେ ସୁଲତାନ ଇଲିୟାସଙ୍କ ସୈନିକ। ତେବେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନଷ୍ଟ କରିବାରେ ଅସଫଳ ହୋଇଥିଲେ ସୁଲତାନ ଇଲିୟାସ, କାରଣ ରାଜା ତୃତୀୟ ନରସିଂହ ଦେବଙ୍କ ଆଦେଶ କ୍ରମେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ଦିଆଯାଇଥିଲା। ସେଭଳି ଦ୍ୱିତୀୟ ଆକ୍ରମଣ 1360ରେ ଜଗନ୍ନାଥ ମନ୍ଦିର ଉପରେ ହୋଇଥିଲା। ଆଉ ଏ ଆକ୍ରମଣ କରିଥିଲେ ଦିଲ୍ଲୀର ସୁଲତାନ ଫିରୋଜ ଶାହା ତୁଗଲକା। ତେବେ ମନ୍ଦିରରେ ତୃତୀୟ ଆକ୍ରମଣ ହୋଇଥିଲା 1509ରେ। ଆଉ ଏ ଆକ୍ରମଣ କରିଥିଲେ ବଙ୍ଗଳାର ସୁଲତାନ ଆଲ୍ଲାଉଦ୍ଦିନ ହୁସୈନଙ୍କ ସେନାପତି ଇସ୍ମାଇଲ ଗାଜୀ। ସେତେବେଳେ ଉତ୍କଳର ନରେଶ ଥିଲେ ସୂର୍ଯ୍ୟବଂଶୀ ପ୍ରତାପ ରୁଦ୍ରଦେବ। ଆଉ ଆକ୍ରମଣର ନାଁ ଶୁଣି ପୂଜକମାନେ ଜଗନ୍ନାଥଙ୍କର ମୂର୍ତ୍ତିକୁ ବଙ୍ଗଳା ଖାଡ଼ିରେ ସ୍ଥିତ ଚିଲିକା ଲେକ୍ ଦ୍ୱୀପରେ ଲୁଚାଇ ଦେଇଥିଲେ। ତେବେ ପ୍ରତାପ ରୁଦ୍ରଦେବ ଶତ୍ରୁକୁ ହୁଗୁଳିଠାରେ ହରାଇ ଲୁଚି ପଳାଇ ଯିବା ପାଇଁ ବାଧ୍ୟ କରିଥିଲେ। ସେହିଭଳି ଚତୁର୍ଥ ଆକ୍ରମଣ 1568ରେ ହୋଇଥିଲା। ଆଉ ଏହା ଥିଲା ସବୁଠାରୁ ବଡ଼ ଆକ୍ରମଣ। ଆଉ ଏ ଆକ୍ରମଣ କରିଥିଲା କଳା ପାହାଡ଼। ଏଥର ମଧ୍ୟ ପୂଜକମାନେ ମୂର୍ତ୍ତିକୁ ଲୁଚାଇ ଦେଇଥିଲେ, ହେଲେ ମନ୍ଦିରର କିଛି ମୂର୍ତ୍ତିକୁ ପୋଡ଼ି ନଷ୍ଟ କରିଥିଲା କଳା ପାହାଡ଼। ଏହି ଆକ୍ରମଣରେ ଜଗନ୍ନାଥ ମନ୍ଦିରର କଳାକୃତିକୁ କ୍ଷତି ପହଞ୍ଚିଥିଲା। ତେବେ ଏହି ବର୍ଷ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିଲା, କାରଣ ଏହି ଯୁଦ୍ଧ ପରେ ଇସଲାମିକ ଶାସନ ଅଧୀନ ହୋଇଯାଇଥିଲା ଉତ୍କଳ। ଏହାପରେ 1592ରେ ଜଗନ୍ନାଥ ମନ୍ଦିର ଉପରେ ହୋଇଥିଲା ପଞ୍ଚମ ଆକ୍ରମଣ। ଆଉ ଏ ଆକ୍ରମଣ କରିଥିଲେ ଓଡ଼ିଶାର ସୁଲତାନ ଇସାଙ୍କ ପୁଅ ଉସ୍ମାନ ଏବଂ କୁଥୁ ଖାନଙ୍କ ପୁଅ ସୁଲେମାନ। ନିରୀହ ଲୋକଙ୍କ ରକ୍ତରେ ଖେଳିଥିଲେ ହୋଲି। ଲୋକଙ୍କୁ ନିଶ୍ଚଳ ଭାବେ ହତ୍ୟା କରିବା ସହିତ ମୂର୍ତ୍ତିକୁ କରିଥିଲେ ଅପବିତ୍ର ଏବଂ ଲୁଟି ନେଇଥିଲେ ମନ୍ଦିରର ସମ୍ପତ୍ତି। ସେଭଳି 1601ରେ ବଙ୍ଗଳାର ନବାବ ଇସଲାମ ଖାନଙ୍କ ସୁଲତାନ ମିର୍ଜା ଖୁରେମ ଜଗନ୍ନାଥଙ୍କ ଉପରେ ଷଷ୍ଠ ଆକ୍ରମଣ କରିଥିଲେ। କିନ୍ତୁ ଏହି ଆକ୍ରମଣ ମଧ୍ୟ ମନ୍ଦିରର ପୂଜାରୀମାନେ ମୂର୍ତ୍ତିଗୁଡ଼ିକୁ ଲୁଚାଇ ଦେଇଥିଲେ।
सप्तम थर जगन्नाथ उपरे आक्रमण करते ओडिशार सुबेदार हाशिम खान। तेबे आक्रमण पूर्वर मूर्ति को खोर्धार गोपाल मंदिर में लुचाई दि जाइथिला। तेबे एही आक्रमण रे मंदिर अनेक क्षति होइथिला। अष्टम आक्रमण करिथिला हाशिम खान सेनारे काम करुथिबा जड़े हिंदू जागीरदार। तेबे सही समय रे मंदिर रे मध्य मूर्ति नथिला। धन लुटी मंदिर को एक दुर्गरे परिणत कर दिया जाइथिला। तेबे मंदिर रे नवम आक्रमण होइथिला 1611 रे। एही आक्रमण करिथिला मुगल बादशाह अकबर को नवरत्न रे शामिल थिबा राजा टोडरमल पुओ राजा कल्याणमल। एथर पूजारी माने मूर्ति को बंगलार खाड़ीर एक द्वीपर लुचाई देइथिले। सेबली दशम आक्रमण मध्य करिथिला कल्याणमल। एथर मंदिर को संपूर्ण भावे लुटी निया जाइथिला। सेही भली 1617 रे मंदिर उपरे आक्रमण करिथिला दिल्लीर बादशाह जहांगीर को सेनापति मुकरम खान। सेही समय रे मंदिर मूर्ति को गोबा पदार नामक एक स्थान रे लुचाई दिया जाइथिला। एहा परे 1641 रे मंदिर रे 13तम आक्रमण करिथिला ओडिशार मुगल गवर्नर मिर्जा मखी। सेही भली 14तम आक्रमण मिर्जा मखी ही करिथिला। एहा परे श्रीमंदिर उपरे 15तम आक्रमण करिथिला अमीर फतेह खान। से मंदिर रत्न भंडार रे थिबा हीरा मोती एवं सुना लुचि नैथिला। एवं 16तम आक्रमण मोगल बादशाह औरंगजेब को आदेश रे 1692 रे होइथिला। मंदिर को संपूर्ण रूपे विध्वस्त करने को आदेश देथिले औरंगजेब। सही समय ओडिशार नवाब इकरम खान संपूर्ण रूपे मुगल को अधीन थिले। इकरम खान आक्रमण करी भगवान को सुनार मुकुट लुटि नैथिले। यहाँ परे मंदिर उपरे 17तम आक्रमण होइथिला 1669 रे, जहा को करिथिले मोहम्मद तकी खान। तेबे एथर मध्य मूर्ति गुड़ी को लुचा जाइथिला। किछि समय पई मूर्ति को हैदराबाद रे रखा जाइथिला। एहा परे 1733 रे श्रीमंदिर रे शेष आक्रमण होइथिला, जहा थिला शेष आक्रमण। प्रत्येक आक्रमण रे श्रीमंदिर लुंठन होइछि। ठाकुर मानकु अन्यत्र स्थानांतर करिबाकु पड़िछि।